ଆପଣମାନେ ଦେଖୁଛନ୍ତି ସଚିନ ଅଫିସିଆଲ ନ୍ୟୁଜ୍ ଚ୍ୟାନେଲକେ ଆପଣମାନେ ଯଦି ନ୍ୟୁ କରି ଯଦି ଭିଜିଟ୍ କରିତେ ନିହାତି ସବସ୍କ୍ରାଇବ୍ କରିବେ। ଯେକୌଣସି ଅପଡେଟ୍ ଆପଣମାନଙ୍କୁ ପହଲା ହିଁ ପାଇପାରିବେ। ବହୁତ ବଡ଼ ଖୁସି ଖବରଟା ଆସିଯାଇଛି ପିଏମ୍ କିଷାନ ତରଫରୁ 19 ନମ୍ବର ଇନଷ୍ଟଲମେଣ୍ଟ ଡେଟ୍ଟା ଫାଇନାଲି ବାହାରି ସାରିଛି। ଆପଣମାନେ ନିହାତି ରହୁନ୍ ବିନା ସ୍କିପ୍ ଦର ଦେଖୁନ୍ ଆପଣମାନେ 19 ନମ୍ବର ଇନଷ୍ଟଲମେଣ୍ଟଟା ନିହାତି କେନ୍ ଡେଟ୍ଟା ଫିକ୍ସ ହେଇଗଲାନ। ଆପଣମାନେ ଜାଣିବାକୁ ହେଲେ ଆମ ଚ୍ୟାନେଲକେ ସବସ୍କ୍ରାଇବ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ତ ଆପଣମାନେ ଯେନ୍ଟା ଜାଣିପାରିବେ ପିଏମ୍ କିଷାନର ବହୁତ ବଡ଼ ଖୁସି ଖବରଟା ହେଇছে ଯେ 2000 ଟଙ୍କା ଆସିଯିବା ଆପଣମାନଙ୍କୁ ବ୍ୟାଙ୍କ ଖାତାରେ ନିହାତି ୱାଚ୍ କରିବେ ଆମ ଭିଡ଼ିଓକେ। ତ ଆପଣମାନେ ଦେଖିପାରୁଥିବେ ଯେ 2000 ଟଙ୍କା ଆପଣମାନେ କିଏ ପାଇଥିଲେ ଇନଷ୍ଟଲମେଣ୍ଟଟା ଆପଣମାନଙ୍କୁ ସୋର ଅଛେ କି ନେଇ ଆଜ୍ଞା ଆପଣମାନେ ଜାଣିପାରିବେ। ତ ଆପଣମାନଙ୍କୁ କେତେ ତାରିଖ ବାହାରିଥିଲା ଆଜ୍ଞା ଦେଖିପାରୁଥିବେ ଆପଣମାନେ ସାଫ୍ ମେନସନ୍ କରାହେଇଛି 18 ନମ୍ବର ଇନଷ୍ଟଲମେଣ୍ଟ ପିଏମ୍ କିଷାନ 5 ଅକ୍ଟୋବର ଦିନ ପାଇଛନ୍ ଆଜ୍ଞା ଆମ ଆପଣମାନେ ପଇସା। ତ ଆପଣମାନେ କେତେ ଦିନକେ ଥରେ ମିଲছে ଆଜ୍ଞା 4 ମାସରେ ଥରେ ମିଲছে ଆଜ୍ଞା। କେତେଟା କିସ୍ତିରେ ପାଇସନ୍ ଆପଣମାନେ 3ଟା କିସ୍ତିରେ ପାଇସନ୍ 6000 ଟଙ୍କା 6000 ଟଙ୍କା ପାଇସନ୍ ଆପଣମାନେ। ତ ଆପଣମାନେ କିନ୍ ମାସରେ ପାଇସନ୍ ଆଜ୍ଞା ଯେନ୍ଟା 4 ମାସକେ ଥରେ ମିଲছে ଆପଣମାନଙ୍କୁ ପିଏମ୍ କିଷାନ ପଇସାଟା ଆପଣମାନେ ଦେଖିପାରୁଥିବେ ଯେନ୍ଟା ଅକ୍ଟୋବର ମାସେ ମିଲି ସାରିছে ଆଜ୍ଞା। ତ ଆପଣମାନେ ଖୁବ୍ ଶୀଘ୍ର ହିଁ ଡେଟ୍ ଫାଇନାଲ ହେଲା ଆଜ୍ଞା। ଆପଣମାନଙ୍କୁ ସେ ଡେଟ୍ଟା ବି ମେନସନ୍ କରାହେବ ଆପଣମାନଙ୍କୁ ଚ୍ୟାନେଲରେ ଆପଣମାନେ ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନେ ନିହାତି ୱାଚ୍ କରି ରଖିଥିବେ ଆଜ୍ଞା। ଦେଖିପାରୁଥିବେ ଆଜ୍ଞା 18 ନମ୍ବର ଇନଷ୍ଟଲମେଣ୍ଟଟା ପାଇଯାଇଛନ୍ ଆପଣମାନେ। 19 ନମ୍ବର ଇନଷ୍ଟଲମେଣ୍ଟଟା ବହୁତ ଜଲ୍ଦି ଆସିବାକୁ ଯାଉଛି। ତ ଆପଣମାନେ କେନ୍ ଭାବରେ ଦେଖିପାରିବେ ଆପଣମାନେ ସଠିକ୍ ଭାବରେ ଦେଖିପାରିବେ ଆଜ୍ଞା। ଆପଣମାନେ ନିଜେ ମୋବାଇଲରେ ନେଇ ଦେଖିକରି ଆପଣମାନେ ନିଜେ ଦେଖିପାରିବେ ଆଜ୍ଞା। ଆପଣମାନେ କେନ୍ତା କରି ଦେଖିବେ ଇ ଭିଡ଼ିଓ ମାଧ୍ୟମରେ ପୁରା ଫାଇନାଲ ରିଜଲ୍ଟଟା ଦେଖମା ଆଜ୍ଞା। ତ ଆପଣମାନେ ନିହାତି ଯେକୌଣସି ଆପଣମାନେ ଯଦି ଇ କେୱାଇସି ନେଇ କରବା ଆପଣମାନେ ନିହାତି ଅନୁରୋଧ କରୁଛେ ଆଜ୍ଞା ଆପଣମାନଙ୍କୁ ଇ କେୱାଇସିଟା ଫାଇନାଲି କରିଦେଉନ୍। ଆପଣମାନେ ଯଦି ଇ କେୱାଇସିଟା କରିଥିବେ ଆପଣମାନଙ୍କୁ ନିହାତି 2000 ଟଙ୍କା ପାଇବେ ଆଜ୍ଞା। ଇ ଲିଷ୍ଟଟା ବି ଦେଖମା ଆଜ୍ଞା କେନ୍ ମାନେ ପାଇବେ କେନ୍ ମାନେ ନାଇଁ ପାଇବେ ସେ ଲିଷ୍ଟଟା ବି ଆସିছে। ତ ଆପଣମାନେ କେନ୍ ଭାବରେ ଦେଖିବେ ଲିଷ୍ଟଟା କାଢ଼ି ପାରବେ ଇ କେୱାଇସିଟା କରିପାରବେ ଆପଣମାନେ ନିହାତି ଭିଡ଼ିଓକେ ବିନା ସ୍କିପ୍ କରି ଦେଖୁନ୍। ଆଗକେ ମେନ୍ ଟପିକ୍ ଭାବରେ କଥା ହେମା ଆମେ। ତ ଆପଣମାନେ ଯେନ୍ଟା ସଠିକ୍ ଭାବରେ ଯଦି ଦେଖବାର ଅଛି ଡେଟ୍ଟା ଯେନ୍ଟା ମେନସନ୍ ହେସି ଆଜ୍ଞା ଯେନ୍ ପୋର୍ଟାଲରେ ଯେନ୍ଟା ମେନସନ୍ ହେସି ସେ ପୋର୍ଟାଲଟା ଆମେ ଓପନ୍ କର୍ମା ଇ ଭିଡ଼ିଓ ମାଧ୍ୟମରେ ବତାମା ଆପଣମାନେ କେନ୍ତା ଭାବରେ ସଠିକ୍ ଡେଟ୍ଟା ଜାଣିପାରିବେ ଆଜ୍ଞା ଆପଣମାନେ ଦେଖିବେ। ତ ଆପଣମାନେ ଇ କେୱାଇସି ଯଦି ନେଇ କରବା ଯଦି ନିହାତି କରବେ ଇ କେୱାଇସି କରବେ କି ଆପଣମାନେ ଯେକୌଣସି ଜିନିଷଟା ବି ଜାଣିପାରିବେ ଆଜ୍ଞା। ଆପଣମାନେ ଇନା ସର୍ଚ୍ଚ କରିନେବେ ଯେକୌଣସି କ୍ରୋମ ବ୍ରାଉଜର ପିଏମ୍ ଇଭେଣ୍ଟ ଆଜ୍ଞା। ପିଏମ୍ ଇଭେଣ୍ଟ ସର୍ଚ୍ଚ କଲା ପରେ ଆପଣମାନେ ଦେଖିପାରୁଥିବେ ପିଏମ୍ ଇଭେଣ୍ଟଟା ସାଇଟ୍ଟା ପଳେଇ ଆସିছে। ତ ପିଏମ୍ ଇଭେଣ୍ଟ ସର୍ଚ୍ଚ କରିନେବେ ଦେଖିବେ ପିଏମ୍ ଇଭେଣ୍ଟ ଯେନ୍ ଲେଖା ହେଇଛି ସେନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ପିଏମ୍ ଇଭେଣ୍ଟ ଏନ୍ତା ଇଣ୍ଟରଫେସଟା ଆପଣଙ୍କ ମୋବାଇଲରେ ପଡ଼ବା। ଆସବା ଟିକେ ସ୍କ୍ରୋଲ୍ করবে ଆଜ୍ଞା ପିଏମ୍ ଇଭେଣ୍ଟ ଯେନ୍ଟା ଗଭର୍ଣ୍ଣମେଣ୍ଟ ସାଇଟ୍ ଆଜ୍ଞା ଏଇଟା ଗଭର୍ଣ୍ଣମେଣ୍ଟ ସାଇଟ୍ଟା ଏଇଟା ଗଭର୍ଣ୍ଣମେଣ୍ଟ ସାଇଟ୍ ଅଛି ଇ ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣମାନେ କେନ୍ତା ଇଣ୍ଟରଫେସଟା ଆସବା ଦେଖିବେ ଏନ୍ତା ଇଣ୍ଟରଫେସଟା ଆପଣମାନେ ପାଇପାରିବେ। ତ ଆପଣମାନେ ଦେଖିପାରୁଥିବେ 18 ନମ୍ବର ଇନଷ୍ଟଲମେଣ୍ଟଟା ଯେନ୍ଟା ମେନସନ୍ଟା କରାଯାଇଛି କେନ୍ ଦିନ ମିଳିଲା ଆଜ୍ଞା ଏଇଟା 5 ଅକ୍ଟୋବର ଦିନ ଦେଖବ ସବୁ ମେନସନ୍ଟା ଇ ଜାଗାରେ ମେନସନ୍ ହେବା ଆଜ୍ଞା। 19 ନମ୍ବର ଇନଷ୍ଟଲମେଣ୍ଟଟା ଯେବେ ଆସବା ସେବେ ଇ ଜାଗାରେ ମେନସନ୍ ହେବା ଆଜ୍ଞା। ବହୁତ ଶୀଘ୍ର ବହୁତ ଜଲ୍ଦି ଆପଣମାନଙ୍କୁ 19 ନମ୍ବର ଇନଷ୍ଟଲମେଣ୍ଟଟା ଦେଖବାକେ ଯାଉଛି ଆଉ ବହୁତ ବଡ଼ ଖୁସି ଖବରଟା ଆସିଛି। ତ ଆପଣମାନେ ଦେଖିପାରୁଥିବେ 12 ବଜେ ଯେନ୍ଟା ପଡ଼ିছে 5 ଅକ୍ଟୋବର ଦିନ ତ 2024ରେ ଆଜ୍ଞା ଫେବୃଆରୀ ମାସେ ଆପଣମାନଙ୍କୁ ପଡ଼ବା ଇ ମାସେ ବି ପଡ଼ିଯିବା ଆଜ୍ଞା କିଛି ଗ୍ୟାରେଣ୍ଟି ନାହିଁ। ଆପଣମାନେ ନିହାତି ୱାଚ୍ କରି ରଖିଥଉନ୍ ଆମ ଚ୍ୟାନେଲରେ ଆମର ଯେକୌଣସି ରିଲେଟିଭ୍ ଆପଣମାନେ ପାଇପାରିବେ ଆମର ଇ ଚ୍ୟାନେଲ ମାଧ୍ୟମରେ ଆଜ୍ଞା। ଆପଣମାନେ ଦେଖିବେ ପିଏମ୍ କିଷାନରେ ଆପଣମାନେ ଚେକ୍ କେନ୍ତା କରିବେ ଆଜ୍ଞା ଚେକ୍ ବି କରିପାରିବେ ବହୁତ ସହଜ ଆଜ୍ଞା ଆପଣମାନଙ୍କୁ ଯେନ୍ଟା କାଣା ଅସୁବିଧା ଅଛି ଆପଣମାନେ ଇ କେୱାଇସି ନେବା ଲେନ୍ସଟି ଯେନ୍ଟା ଅଛି ଆଜ୍ଞା ଆପଣମାନେ ଓପନ୍ କରିବେ। ଓପନ୍ କଲେ ଯେନ୍ଟା ଟାଟସ୍ ଶୋ କରାହେଉଛି ଆଜ୍ଞା ସେ ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣମାନେ ରେଜିଷ୍ଟ୍ରେସନ୍ ନମ୍ବର ଯଦି ଜାଣିଛନ୍ ଦେବେନ୍ ନହେଲେ ମୋବାଇଲ ନମ୍ବର ରେଜିଷ୍ଟର ଯେ ଉପରେ ଲେଖା ହେଇଛି ସେ ଇନ ଦେବେ ରେଜିଷ୍ଟର ନମ୍ବର ଯେନ ଯଦି ମୋବାଇଲ ନମ୍ବର ଯଦି ନେଇ ଜାଣିବା ସେନ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସ୍କ୍ରୋଲ୍ କରିବେ ମୋବାଇଲ ନମ୍ବର ଏଣ୍ଟର କରିବେ କ୍ୟାପଚରଟା କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଗୋଟେ ଓଟିପି ଆସିବା ସେନ ମୋର ନମ୍ବରଟା ଆସିବା ନମ୍ବର କପି କରି ରେଜିଷ୍ଟର ଆଇଡିକି ଯିବେ ସେନକୁ ପେଷ୍ଟ କରିବେ ତାପରେ ଆପଣମାନଙ୍କୁ ଫାଇନାଲ ରିଜଲ୍ଟଟା ମିଳିବା ଆଜ୍ଞା। ଆପଣମାନେ ଭଲ ଲାଗଲା ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରବାଟା ନାଇଁ ଭୁଲବେ। ଜୟ